ସୁସମାଚାର ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି। ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି। ସେ ବିରୋଧୀ ମାନ ହେ ବଧିରୀମାନଙ୍କୁ ଶୁଣିବା ଶକ୍ତି ଓ ମୁଖମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି। ପ୍ରାଇଜ୍ ଦ ଲର୍ଡ। ହାଲେଲୁୟା। ପ୍ରିୟମାନେ, ମାନେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରୁଛୁ। ଆମେ ଯେଉଁ ପରମେଶ୍ୱରଙ୍କ ଆରାଧନା କରୁ, ସେ ପରମେଶ୍ୱର କିଏ? ସୃଷ୍ଟିକର୍ତ୍ତା ପରମେଶ୍ୱର, ସେ କ୍ରିଏଟର, ସୃଷ୍ଟିକର୍ତ୍ତା। ପ୍ରାଇଜ୍ ଦ ଲର୍ଡ। ହାଲେଲୁୟା। ସେ ସୃଷ୍ଟିକର୍ତ୍ତା ପରମେଶ୍ୱର ଯୋଗୁଁ ଆମେ ବାକ୍ୟରେ ଦେଖୁଛୁ ଯେଉଁ ପୃଥିବୀ ଓ ନିର୍ଜନ ଶୂନ୍ୟ ହୋଇଥିବାରୁ ସେ ନିର୍ଜନ ଶୂନ୍ୟ ହୋଇଥିବା ସୃଷ୍ଟିକୁ ସେ ନୂଆ ସୃଷ୍ଟି କଲେ। ପ୍ରାଇଜ୍ ଦ ଲର୍ଡ। ହାଲେଲୁୟା। ବିନଷ୍ଟ ହୋଇଯାଇଥିବା ସୃଷ୍ଟିକୁ ନୂଆ ସୃଷ୍ଟି ରୂପେ ପ୍ରଭୁ କ'ଣ କଲେ? ତାକୁ ବଦଳି ଦେଲେ, ପରିବର୍ତ୍ତନ କଲେ, ନୂଆ ସୃଷ୍ଟି କଲେ। ତା ପୂର୍ବରୁ ଆମେ ପୃଥିବୀକୁ ଦେଖିଥିଲେ କେମିତି ଅଛି? ନିର୍ଜନ ଶୂନ୍ୟ। ସେ ରୂପେ ନୂଆ ସୃଷ୍ଟି କରିବାର କାରଣ ସେ କିଏ? ସୃଷ୍ଟିକର୍ତ୍ତା ପରମେଶ୍ୱର। ସେହି ସୃଷ୍ଟିକର୍ତ୍ତା ପରମେଶ୍ୱର ପ୍ରଭୁ ଯୀଶୁ ଏହି ଜଗତରେ ସେବା କାର୍ଯ୍ୟ କରିଥିବା ସମୟରେ ମଧ୍ୟ ଲୋକ ସମୂହ ତାହାକୁ ଦେଖି କହିଲେ, ସେ ସମସ୍ତ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଥିଲେ, ସେ ସମସ୍ତ କାର୍ଯ୍ୟ ନହେଲେ ସମସ୍ତ କର୍ମ ଉତ୍ତମ ରୂପେ କରୁଛନ୍ତି। ସେ ବଧିରୀମାନଙ୍କୁ ଶୁଣିବା ଶକ୍ତି, ମୂକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି। ହାଲେଲୁୟା। କାରଣ ପ୍ରିୟମାନେ, ସେ ସୃଷ୍ଟିକର୍ତ୍ତା। ଆମେନ୍। ସେ ବିଷୟକୁ ଆମେ ଧ୍ୟାନ କରୁଛୁ। ଆମମାନଙ୍କ ଜୀବନରେ ମଧ୍ୟ ଯାହା କିଛି କ'ଣ ନଷ୍ଟ ହୋଇଯାଇଥିବେ, ଆମ ଜୀବନରେ ହେଉ, ପରିବାର ହେଉ, ଆତ୍ମିକ ଜୀବନ ହେଉ, ଦେହ ହେଉ, ରୋଗ ହେଉ, ଯାହା କିଛି ନଷ୍ଟ ହୋଇଯାଇଥିବେ, ଶୂନ୍ୟ ନିର୍ଜନ ଅବସ୍ଥାରେ ରହିଥିବେ, ସେହି ସୃଷ୍ଟିକର୍ତ୍ତା ନିକଟକୁ ଆସି ଫେରିଥିବେ, ପ୍ରଭୁ ଯୀଶୁଙ୍କ ନିକଟକୁ ଆସିଥିବେ। ସେହି ପ୍ରଭୁ କ'ଣ କରନ୍ତି? ସବୁ କିଛି ଭଲ କରନ୍ତି। ପ୍ରାଇଜ୍ ଦ ଲର୍ଡ। ସମସ୍ତ କର୍ମ ଉତ୍ତମ ରୂପେ, ଉତ୍ତମ ରୂପେ। ପ୍ରାଇଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା, ଆମେନ୍। ସେଥିପାଇଁ ନା ପ୍ରଭୁଙ୍କୁ ଏମିତି ଆରାଧନା କରନ୍ତି। କେମିତି? ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା, ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା, ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା, ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା, ପ୍ରେମର ତୁମେ ଦୟା ସାଗର, ପ୍ରେମର ତୁମେ ଦୟା ସାଗର, ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା, ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା। ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ ରାଜା ମାନଙ୍କର ରାଜା, ସେ ଯେ ରାଜନ। ମୋ ପ୍ରଭୁ ଯୀଶୁ ସତ୍ୟ ସନାତନ ରାଜା ମାନଙ୍କର ରାଜା, ସେ ଯେ ରାଜନ। ସାଗର ସାଗର, ପ୍ରଭୁ ଯୀଶୁ ତୁମେ ସୃଷ୍ଟିକର୍ତ୍ତା, ପ୍ରଭୁ ଯୀଶୁ ତୁମେ ଆରୋଗ୍ୟ ଦାତା।
Hallelujah. Praise the Lord. Hallelujah. କାରଣ ସେ ସୃଷ୍ଟିକର୍ତ୍ତା ପରମେଶ୍ୱର। ପ୍ରଭୁ ଯୀଶୁ ସେବା କାର୍ଯ୍ୟ କରିଥିବା ବେଳେ ଶିଷ୍ୟମାନେ ସମୁଦ୍ରରେ ଡଙ୍ଗାରେ ଯାଉଥିବା ବେଳେ ନା ଗୋଟେ ସେ ବିଷୟକା ମାନେ ପଠନ କରିବା ମାର୍କ ଲିଖିତ ସୁସମାଚାରରେ ସେ ଘଟଣାକୁ ମଧ୍ୟ ମାନେ ପଠନ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। 4 ମାର୍କ ଲିଖିତ ସୁସମାଚାର 4 ପର୍ବ ଦେଖନ୍ତୁ, ସମସ୍ତେ ଜାଣନ୍ତି କିନ୍ତୁ ଆମେ ପଠନ କରିବା। ହାଲେଲୁୟା। ପଇଁତିରିଶରୁ ପଠନ କରନ୍ତୁ, 35ରୁ 41 ପର୍ଯ୍ୟନ୍ତ। ମାର୍କ ଲିଖିତ ସୁସମାଚାର 4 ପର୍ବ 35ରୁ 41। ସେହିଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ ଆରପାରିକି ଯିବା। ସେଥିରେ ସେମାନେ ଲୋକ ସମୂହ ପରିତ୍ୟାଗ କରି ସେ ଯିବା ଯେପରି ଥିଲେ ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା। ଆଉ ପ୍ରବଳ ତୋଫାନ ହେଲା। ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ଆଉ ସେମାନେ ତାହାଙ୍କୁ ଗୋଟାଏ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କ'ଣ ଚିନ୍ତା ନାହିଁ? ସେଥିରେ ଯୀଶୁ ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁ ନିହେ ଚୁପ କରୁ। ସେଥିରେ ପବନ ବନ୍ଦ ହେଲା, ସବୁ ଧୀର ସ୍ଥିର ହେଲା। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ କାହିଁକି ଏଡ଼େ ଭୀରୁ କଣ ତୁମମାନଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରଙ୍କୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ତାହାଙ୍କ ଆଜ୍ଞା ମାନନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ପ୍ରଭୁ ଯୀଶୁ ଶିଷ୍ୟମାନେ ସମସ୍ତେ ସମୁଦ୍ରରେ ଗୋଟେ ନୌକାରେ ମାନେ ଡଙ୍ଗାରେ ଯାଉଛନ୍ତି। ସେହି ସମୟରେ ଗୋଟେ ତୋଫାନ ଆସିଥିଲେ। ତରଙ୍ଗ ନା ପ୍ରବଳ ରୂପେ ସେ ଉଛଳି ପଡ଼ିଯିବାରୁ ସେମାନେ ସମସ୍ତେ ଭୀତ ହୋଇ ପ୍ରଭୁ ସେ ସ୍ଥାନରେ ଯେଉଁ ଡଙ୍ଗା ଉପରେ ସେ ଶୋଇଥିବା ପରିସ୍ଥିତିରେ ସେମାନେ ପ୍ରଭୁଙ୍କୁ ଗୋଟାଏ କହିଲେ, ହେ ପ୍ରଭୁ, ଆମେ ମଲୁ। କ'ଣ କହୁଛନ୍ତି ପ୍ରଭୁଙ୍କୁ? ହେ ପ୍ରଭୁ, ଆମେ ମଲୁ। ହାଲେଲୁୟା। କ'ଣ ତୁମରି ଚିନ୍ତା ନାହିଁ? ହାଲେଲୁୟା, ହାଲେଲୁୟା। ସେହି ସମୟରେ ପ୍ରଭୁ ସାଙ୍ଗେ ସାଙ୍ଗେ ଉଠି କହିଲେ, ପବନକୁ ଧମକ ଦେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ପବନକୁ ଧମକ ଦେ ପ୍ରଭୁ କହିଲେ, ତୁ ନିହେ ଚୁପ୍ ରହ। ପ୍ରଭୁ କହିଥିବା ସାଙ୍ଗେ ସାଙ୍ଗେ କ'ଣ ହେଇଗଲେ? ଧୀର ସ୍ଥିର ହୋଇଗଲେ। ପ୍ରେଜ୍ ଦ ଲର୍ଡ। ଚୁପ୍ ହୋଇଗଲା। ଶିଷ୍ୟମାନେ ତାହାକୁ ଦେଖି, ଏ କିଏ ଯେ ପବନ ଓ ସମୁଦ୍ର ତାଙ୍କ କଥା ମାନନ୍ତି? ମାନିବେ ନାହିଁ। ପ୍ରେଜ୍ ଦ ଲର୍ଡ। କାରଣ ପବନ ଓ ସମୁଦ୍ର ତାହାଙ୍କ କଥା ମାନିବାର କାରଣ କ'ଣ? ମାନେ ସେ ସୃଷ୍ଟିକର୍ତ୍ତା ପରମେଶ୍ୱର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପବନ ହେଉ, ସମୁଦ୍ର ହେଉ, ଆକାଶ ହେଉ, ସୂର୍ଯ୍ୟ ହେଉ, ଚନ୍ଦ୍ର ହେଉ,
ନକ୍ଷତ୍ରଗଣ ତାରାଗଣ ଯେଉଁଟା ହେଲେ ପ୍ରଭୁଙ୍କର କଥା ମାନିବେ, କାରଣ ସେ ସୃଷ୍ଟିକର୍ତ୍ତା। ସେ ଯାହା କହିଥିବେ ତାହା ସମସ୍ତେ ଶୁଣିବାର ଅଛି। ହାଲେଲୁୟା, ହାଲେଲୁୟା। ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ କଣ କହନ୍ତି, ମାନେ ଆମମାନଙ୍କ ବିରୁଦ୍ଧରେ ଯେତେ ପ୍ରକାର ପ୍ରକୃତି ଏ ସୃଷ୍ଟିର ଯେଉଁ ପ୍ରକାର ଶକ୍ତି ଗୁଡ଼ିକ ହେଉ, ଯାହା ହେଉ ଆମମାନଙ୍କ ବିରୁଦ୍ଧରେ ଯାହା କଣ କିଛି କରିଥିବେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଏମିତି ଅନେକ ପ୍ରକାର ତୁଫାନ ଆମମାନଙ୍କ ଉପରକୁ ଆସିଥିବେ, କ୍ଲେଶ କଷ୍ଟ ପରି, ସମସ୍ୟା ପରି ନା ବହୁତ ପ୍ରକାର। ସେଇଟା ପବନ, ସମୁଦ୍ର, ଆମମାନଙ୍କ ଜୀବନରେ ବହୁତ ପ୍ରକାର ଶତ୍ରୁ, କଷ୍ଟ, କ୍ଲେଶ, ଦୁଃଖ ଗୋଟେ ତୁଫାନ ପରେ ଆସିଥିବେ। ହାଲେଲୁୟା। କିନ୍ତୁ ପ୍ରଭୁ ଗୋଟେ ଥରେ ତାକୁ ଦେଖି ଚୁପ୍ କହିଥିବେ, ସାଙ୍ଗେ ସାଙ୍ଗେ ଧୀର ସ୍ଥିର ହେଇଯିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଏ ଶିଷ୍ୟମାନେ କାହା ପାଖକୁ ଗଲେ? ଯଦି ଏମାନେ ଜାଣନ୍ତି ନା, ସେମାନେ ତ ଜାଲକୁ ଯାଉଥିବା ଲୋକ, ସେମାନେ ଜାଣନ୍ତି ସମୁଦ୍ରର ବିଷୟ କଣ, ଡଙ୍ଗାର ବିଷୟ କଣ। ବହୁତ ପ୍ରକାର ତୋଫାନକୁ ସେମାନେ ଦେଖିପାରିଥିବେ ନା ଆଗରୁ। ଆମେ ତାହାକୁ ଟିକେ ମ୍ୟାନେଜ କରିବା, ନହେଲେ ଏମାନେ ପବନକୁ ହେ ପବନ ପରମେଶ୍ୱର, ସମୁଦ୍ରକୁ ଦେଖି ସମୁଦ୍ର ପରମେଶ୍ୱର, ପବନାୟ ନମଃ, ସମୁଦ୍ରାୟ ନମଃ କହିଥିବେ। ଏମାନଙ୍କୁ ସବୁ ହାଲେଲୁୟା। କାହା ପାଖକୁ ଗଲେ? ହାଲେଲୁୟା, ହାଲେଲୁୟା। ସେମିତି ଯଦି କହିଥିବେ ହେ ପବନାୟ ନମଃ, ସମୁଦ୍ରାୟ ନମଃ, ସେମାନେ ମୃତ୍ୟାୟ ନମଃ, ନିଜରେ ମରି ଯାଇଥାନ୍ତା। ହାଲେଲୁୟା। କାହାକୁ ଡାକିଲେ? କାହା ପାଖକୁ ଗଲେ? ପ୍ରଭୁଙ୍କ ପାଖକୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଦେଖନ୍ତୁ ଏମାନଙ୍କୁ ମାନେ ପ୍ରଭୁ ତ ନୂଆରେ ଯାଇଥିବେ ନା ସମୁଦ୍ରକୁ। ସେ ତ ମାନେ ଜାଲକୁ ଯାଉଥିବା ଲୋକ ନାହିଁ ପ୍ରଭୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏମାନେ ତ ସବୁବେଳେ ସମୁଦ୍ରରେ ଥାନ୍ତି। ଏମାନେ ସ୍ୱିମିଂ ମଧ୍ୟ ଜାଣିଥିବେ, ସ୍ୱିମିଂ କରିଥିବେ। ପ୍ରଭୁଙ୍କୁ ସ୍ୱିମିଂ ମଧ୍ୟ ଆସିନଥିବେ। କିଏ କାହାକୁ ଉଦ୍ଧାର କରିବାର ଅଛି? ଏବେ ଏମାନେ ପ୍ରଭୁଙ୍କୁ ଉଦ୍ଧାର କରିବାର ଅଛି ନା। ଆମେ ଠିକରେ କହିବାକୁ ହେଲେ, କାରଣ ଏମାନେ ସ୍ୱିମିଂରେ ବହୁତ ସିନିୟର ଲୋକ। ପ୍ରଭୁଙ୍କୁ ସ୍ୱିମିଂ ନାହିଁ, କେବେ ସେ ସମୁଦ୍ର ଯାଉନଥିବେ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ଏମାନେ ପ୍ରଭୁଙ୍କୁ ଉଦ୍ଧାର କରିବାର ଅଛି। କିନ୍ତୁ ଏମାନେ ଜାଣନ୍ତି, ହାଲେଲୁୟା, ଆମେ ଯେତେ ସ୍ୱିମିଂରେ ସିନିୟର ହେଲେ ମଧ୍ୟ ଏହି ତୁଫାନରେ ଆମେ ବଞ୍ଚି ପାରିବୁ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତା ପୂର୍ବରୁ ପ୍ରଭୁଙ୍କ ଦ୍ୱାରା ବହୁତ ପ୍ରକାର ଆଶ୍ଚର୍ଯ୍ୟକର୍ମ ଏମାନେ ଦେଖିଥିଲେ। ସେଥିପାଇଁ ତାଙ୍କ ପାଖକୁ ଯିବା, ସେ କଣ କରିବେ? ଆମେନ୍। ହେ ପ୍ରଭୁ ଉଠ, ଆମେ ମଲୁ, କଣ ତୁମର ଚିନ୍ତା ନାହିଁ କି? ଆମେ ବହୁତ ଭୀତ ହେଇଯାଇଅଛୁ। ଏମିତି ପ୍ରଭୁଙ୍କ ନିକଟକୁ ଯାଇ ପ୍ରାର୍ଥନା କରିଦେବେ ବୋଲି ପ୍ରଭୁ କହିଲେ। ହାଲେଲୁୟା। ସେ ପବନକୁ ପ୍ରଭୁ କଣ କଲେ? ଧମକ ଦେଲେ, ପବନ ଚୁପ୍ ହେଇଗଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସମୁଦ୍ରକୁ ପ୍ରଭୁ ଧମକ ଦେବାରୁ ସମୁଦ୍ର କଣ ହେଇଗଲାନି? ଧୀର ସ୍ଥିର ହେଇଗଲେ। ଏମାନେ ତାହାକୁ ଦେଖି କି ଯେ ପବନକୁ କହିଲେ ପବନ ତାର କଥା ମାନନ୍ତି, ସମୁଦ୍ର କହିଲେ ସମୁଦ୍ର ତାଙ୍କ କଥା ମାନନ୍ତି। ମାନିବେ, କାରଣ ସେହି ସୃଷ୍ଟିକର୍ତ୍ତା। ପ୍ରେଜ୍ ଦ ଲର୍ଡ,
ସେ ସମସ୍ତ କର୍ମ ଉତ୍ତମ ରୂପେ କରନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଯେତେ ପ୍ରକାର ତୁମ ବିରୁଦ୍ଧରେ ଲୋକ ଛିଡ଼ା ହେଇଥିବେ, ଯେତେ ପ୍ରକାର ତୁଫାନ ତୁମ ଉପରକୁ ଆସିଥିବେ, ତୁମେ ପ୍ରଭୁଙ୍କୁ ଜଣେଇଥିବେ, ପ୍ରଭୁ ତାହାକୁ ଦମକ ଦେଇ ରଖିବେ, ଧୀର ସ୍ଥିର କରିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଯଦି ସେଇଟା ଋଣ ହେଲେ ମଧ୍ୟ, ଯଦି ଋଣ ତୁଫାନ ହେଇଥାଏ, ମାନେ ଆମମାନଙ୍କ ମଧ୍ୟରେ ଋଣ ତୁଫାନ ଅଛି। ହାଲେଲୁୟା। ମୁଁ ବି ସେମାନଙ୍କୁ ଠିକ ପ୍ରକାର ବନ୍ଧୁ ନାହିଁ, କିନ୍ତୁ ଜମା ଗୋଟେ କଥା ବି ସେ କହିବେ ନାହିଁ। କାରଣ କାରଣ ଆମେ ବି ବହୁତ ଋଣ ଦେବାର ଅଛି, ବାନ୍ଧିବାର ଅଛି, ସୁଧ ଦେବାର ଅଛି। ସେଇଟା ଆମ ପାଇଁ ଗୋଟେ ତୁଫାନ। ହାଲେଲୁୟା। କିନ୍ତୁ ମୁଁ ପ୍ରଭୁଙ୍କୁ ଜଣେଇଥିଲି, ପ୍ରଭୁ ମୁଁ ତ କିଛି କରିପାରୁନି, ତୁମେ ଯାହା ଦେଖ। ଏମିତି ପ୍ରଭୁଙ୍କ ନିକଟରେ ଜଣେଇଥିବାରୁ ପ୍ରଭୁ ସେମାନଙ୍କ ସହିତ କଥା କୁହନ୍ତି। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେମାନେ ଚୁପ୍ ହୋଇ ରୁହନ୍ତି, ନହେଲେ କେବେ ଏଇଠିକି ପଳାଇ ଆସିଥାନ୍ତା। ମୁଁ ତାକୁ ବେଳେ ବେଳେ ଉତ୍ତର ମଧ୍ୟ ଦେଉନାହିଁ। ହାଲେଲୁୟା। ସେ କେବଳ ମେସେଜ ରଖିଥିବେ ମୋତେ। କି ପ୍ରକାର ପରେ କି ମାଗନ୍ତି ସେ କହିବେ। ହାଲେଲୁୟା। ବହୁତ ପଲାଇଟରେ, ମାନେ ନମ୍ର ଭାବରେ। ହାଲେଲୁୟା। ଟିକେ ଦେଖନ୍ତୁ, ଆମେ ବହୁତ ହେଇଯାଇଛି। ଆଜ୍ଞା, ହାଲେଲୁୟା। ଟିକେ ଦେଖନ୍ତୁ, ଏମିତି ଆଉ ବେଶୀ କହିବେ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 1000 2000 ଋଣ ନାହିଁ, ଏବେ 6 ଲକ୍ଷ ଉପରକୁ ହେଇଯାଇଛି। 6 ଲକ୍ଷ ଉପରକୁ, ମାସକୁ ସୁଦ୍ଧା 12,000 ବାନ୍ଧିବାର ଅଛି 6 ଲକ୍ଷକୁ। ହାଲେଲୁୟା, ହାଲେଲୁୟା। କିନ୍ତୁ ସେ ଗୋଟେ କଥା ମଧ୍ୟ କହିବେ ନାହିଁ, କାରଣ ମୋ ପକ୍ଷରେ ପ୍ରଭୁ ତାହାଙ୍କ ସହିତ କଥା କୁହନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ସେଥିପାଇଁ ସେ ତୁନି ହେଇକି ଚୁପ୍ରେ ରହିବେ, ମୁଁ ଧୀର ସ୍ଥିର ହେଇ ରହିବି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଗୋଟେ ସମୟ ଆସିବ, ପ୍ରଭୁ ହିଁ ସବୁ ଦେଇଦେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଭୁ ଚୁପ୍ରେ ରଖିବେ। କେବେ? ପ୍ରଭୁଙ୍କ ଉପରେ, ପ୍ରଭୁଙ୍କର ଆଶ୍ରୟ ନେଇଥିବେ, ପ୍ରଭୁଙ୍କ ନିକଟରେ ମାନେ ସମର୍ପିତ ହୋଇଥିବେ, ପ୍ରଭୁଙ୍କର ଶରଣାଗତ ହୋଇଥିବେ। ପ୍ରଭୁ ତୁମେ ଟିକେ ଦେଖ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ଆମେନ୍। ସେମାନେ କହୁଛନ୍ତି, ଏ କଣ ପବନକୁ ଦମକ, ପ୍ରଭୁ ପବନ ତାଙ୍କ କଥା ମାନନ୍ତି, ସମୁଦ୍ର ତାହାଙ୍କ କଥା ମାନନ୍ତି। ପବନ ସମୁଦ୍ର ତାହାଙ୍କ କଥା ମାନିଲେ କଣ ଋଣ ଲୋକ ତାଙ୍କର କଥା ମାନିବେ ନାହିଁ କି? ହାଲେଲୁୟା। ପ୍ରଭୁ କହିଲେ କଣ ଚୁପ୍ରେ ରହିବେ? ଯେତେ ଲକ୍ଷ ଟଙ୍କା ହେଉ ଚୁପ୍ରେ ରହିବେ, ପ୍ରଭୁ କଥା କହିବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏତେ ସାହସ ପଳେଇ ଆସିଲାନି ତାର। ହାଲେଲୁୟା। ନା, ପ୍ରାର୍ଥନା କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। এটা ବାସ୍ତବ ବିଷୟ।
ଏ ବିଷୟ କ'ଣ? ବାସ୍ତବ ବିଷୟ। ଯେଉଁ ପ୍ରକାର ତୋଫାନ ଆମମାନଙ୍କ ଉପରକୁ ପଳାଇ ଆସିବ, ପ୍ରଭୁଙ୍କ ମାନେ ଜଣେଇଥିଲେ ନିଶ୍ଚୟ ପ୍ରଭୁ ଆମମାନଙ୍କ ସପକ୍ଷରେ କାର୍ଯ୍ୟ କରିବେ। ହାଲେଲୁୟା, 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 ଆମେନ୍, ଆମେନ୍। ଆମେ କ'ଣ କରିଛୁ? ସେମାନଙ୍କୁ ଅନୁରୋଧ କରୁଛୁ, ଆଜ୍ଞା 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 ଟିକେ ରୁହନ୍ତୁ ଆଜ୍ଞା, ବ୍ୟସ୍ତ ହେବ ନାହିଁ ଆଜ୍ଞା, ଆମେ ଦେଇଦେବୁ ଆଜ୍ଞା। ହାଲେଲୁୟା, ହାଲେଲୁୟା। ଏଇଟା ବାସ୍ତବ। କିନ୍ତୁ ତା ପୂର୍ବରୁ ପ୍ରଭୁଙ୍କୁ ଜଣାଇଲେ ପ୍ରଭୁ କ'ଣ କିଛି କରିବେ। ସରଳ ହୃଦୟ ସହିତ ହାଲେଲୁୟା, ହାଲେଲୁୟା। ଏଟା ଠିକ୍ ବିଷୟ ନା ନାହିଁ? ପବନ ତାଙ୍କ କଥା ମାନୁଛି ନା ନାହିଁ? ଆମେନ୍। ସମୁଦ୍ର ତାଙ୍କ କଥା ମାନନ୍ତି ନା ନାହିଁ? ପ୍ରାଇଜ୍ ଦ ଲର୍ଡ। ବଧିର ଲୋକକୁ ପ୍ରଭୁ ଶୁଣିବା ଶକ୍ତି ଦେଇଅଛନ୍ତି କି ନା ନାହିଁ? ମୂକ ଲୋକକୁ ପ୍ରଭୁ କହିବା ଶକ୍ତି ଦେଇଅଛନ୍ତି କି ନା ନାହିଁ? ପ୍ରାଇଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା, ଆମେନ୍। ସୃଷ୍ଟି ପ୍ରଭୁଙ୍କର କଥା ମାନିବେ, କାରଣ ସେ ସୃଷ୍ଟିକର୍ତ୍ତା। କର୍ତ୍ତାର କଥା କିଏ ହେଲେ ମାନିବାର ଅଛି। ଆମେ ଗୀତ ସଂହିତାରେ ଦେଖିଥିଲୁ, ଶତ୍ରୁମାନଙ୍କ ସମ୍ମୁଖରେ ଆମମାନଙ୍କ ମସ୍ତକକୁ ଉଠାଇବା କର୍ତ୍ତା। କୋଉ କର୍ତ୍ତା? ଆମମାନଙ୍କ ମସ୍ତକକୁ ଉଠାଇବା କର୍ତ୍ତା। କାହା ସମ୍ମୁଖରେ? ଶତ୍ରୁମାନଙ୍କ ସମ୍ମୁଖରେ। ପ୍ରାଇଜ୍ ଦ ଲର୍ଡ, ହାଲେଲୁୟା। କାରଣ ସେ ଆମମାନଙ୍କର ସୃଷ୍ଟିକର୍ତ୍ତା। ଆମମାନଙ୍କ ପାଇଁ ସେ ପ୍ରାଣ ଦେଇଅଛନ୍ତି, ରକ୍ତ ଦେଇ ଆମମାନଙ୍କୁ ପ୍ରଭୁ କ୍ରୟ କରି ତାଙ୍କ ନିଜ ସନ୍ତାନ କରିଅଛନ୍ତି। ପ୍ରାଇଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେଥିପାଇଁ ଆମମାନଙ୍କ ପାଇଁ ଯାହା ହେଲେ ପ୍ରଭୁ କରିବେ, କିନ୍ତୁ ଆମେମାନେ ତାଙ୍କୁ ଜଣେଇବାର ଅଛି, ତାହାଙ୍କ ଆଶ୍ରୟ ନେବାର ଅଛି, ତାହାଙ୍କୁ ଆମେ ସମର୍ପିତ ହେବାର ଅଛି। ସେଇଟା ହିଁ ମୁଁ କହୁଅଛି। ନିର୍ଜନ ଶୂନ୍ୟ ଥିଲା ସୃଷ୍ଟିକୁ ଯେଉଁ ପ୍ରକାର ପ୍ରଭୁ ନୂଆ ସୃଷ୍ଟି କଲେ, ଆମମାନଙ୍କ ଜୀବନକୁ ମଧ୍ୟ ନିଶ୍ଚୟ ପ୍ରଭୁ ସେ ରୂପେ କରିବେ। ହାଲେଲୁୟା। ଏ ରୂପେ ପବିତ୍ର ଧର୍ମଶାସ୍ତ୍ରରେ ପ୍ରଭୁ ଯୀଶୁ ଅନେକ ପ୍ରକାର କାର୍ଯ୍ୟ କଲେ। ଜଣେ ପାପିନୀ ସ୍ତ୍ରୀଙ୍କ ବିଷୟରେ ମାନେ ଦେଖିଥିବେ। ତା ପୂର୍ବରୁ ତାଙ୍କ ଜୀବନ କେତେ ନଷ୍ଟ, ସେ ତାର ଜୀବନ ନଷ୍ଟ ହେଇଥିବାର ଏତିକି ନୁହେଁ, ସମସ୍ତଙ୍କର ଜୀବନ ମଧ୍ୟ ସେ ନଷ୍ଟ କରିଦେଲେ। ଅନେକ ପରିବାରର ଜୀବନ ନଷ୍ଟ କରିଦେଲେ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁଙ୍କ ଚରଣ ନିକଟକୁ ସେ ଆସିଥିଲେ, ଅନୁତାପ କରିଥିଲେ, ସେଇ ଦିନଠାରୁ ତାର ଜୀବନକୁ ପ୍ରଭୁ ପରିବର୍ତ୍ତନ କରିଦେଲେ। ପ୍ରାଇଜ୍ ଦ ଲର୍ଡ। ସେ ପାପିନୀ ସ୍ତ୍ରୀକୁ ପ୍ରଭୁ ପବିତ୍ର କରିଦେଲେ। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ଚରଣ ଛୁଇଁଥିବାରୁ, ପ୍ରଭୁଙ୍କ ଚରଣକୁ ଚୁମ୍ବନ କରିଥିବାରୁ, ଅଶ୍ରୁ ସହକାରରେ ପ୍ରଭୁଙ୍କ ଚରଣ ନିକଟରେ ସେ କ୍ରନ୍ଦନ କରି ପ୍ରାର୍ଥନା କରିଥିବାର, ଅନୁତାପ କରିଥିବାରୁ ସମସ୍ତେ ସେ ପାପିନୀ ପାପିନୀ ସ୍ତ୍ରୀ ବୋଲି କହିଥିଲେ। କିନ୍ତୁ ପ୍ରଭୁ କହିଲେ ନା, ସେ ଏବେ ପବିତ୍ର ସ୍ତ୍ରୀ, ମୋତେ ଅଧିକ ଭାବରେ ପ୍ରେମ କରିଥିବା ସ୍ତ୍ରୀ, ସେ ଏବେ ମୋର ପ୍ରେମିକା। ହାଲେଲୁୟା, ହାଲେଲୁୟା। କେମିତି ବଦଳି ଗଲେ? କାରଣ ସେ ଉତ୍ତମ ରୂପେ କର୍ମ କରନ୍ତି, ପାପୀ ଲୋକଙ୍କୁ ପବିତ୍ର କରନ୍ତି, ରୋଗୀ ଲୋକମାନଙ୍କୁ ପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ କରନ୍ତି। ସୃଷ୍ଟିର କାର୍ଯ୍ୟ ମଧ୍ୟ ବିନାଶ ହୋଇଯିବା ପୃଥିବୀକୁ ମଧ୍ୟ ପ୍ରଭୁ ପୁନର୍ବାର ନୂଆ ସୃଷ୍ଟି କରନ୍ତି। ଯେଉଁ ସମୁଦ୍ର ପବନ ତୋଫାନ ରୂପେ ପଳାଇ ଆସିଥିବାରୁ ତାହାକୁ ମଧ୍ୟ ପ୍ରଭୁ ସେହି ଏମିତି ଗୋଟେ ଭୟାନକ ପରିସ୍ଥିତିକୁ ପ୍ରଭୁ ଧୀର ସ୍ଥିର କରିଦେଲେ। এই রূপে ବହୁତ ପ୍ରକାର କାର୍ଯ୍ୟ ପ୍ରଭୁ କରନ୍ତି। କାରଣ
से सृष्टिकर्ता जाल करिवे सादा सीधा रूपे नुहे उत्तम रूपे हालेलुया 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 आमेन अमानक मध्य अनेकों जीवन रे मध्य से रूपे प्रभु कार्य कले आमेन आगर आमे मध्य एमिति नता मो जीवन को मध्य प्रभु ठीक से प्रकारे उत्तम रूपे मो जीवन को प्रभु आशीर्वाद कले प्रेज द लॉर्ड हालेलुया 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 किए मध्य ठीक करी फरले नहीं मते जो माने पाठ पढ़ाई थिले से माने मते ठीक करी पार नथिले मोर सांग माने किए मते ठीक करी पार नथिले मोर बापा माँ माने मते ठीक करी पार नथिले किए मध्य किंतु जेते बेले मोर माँ प्रभु को निकट को आसी प्रभु को निकट रे क्रंदन करी प्रार्थना कले हालेलुया प्रभु जीसु मोर जीवन को ठीक कर देले प्रेज द लॉर्ड उत्तम रूपे ता पूर्व अनेक लोकों अनेक मानकर मु हालेलुया हालेलुया ताड़न देवा लोकों को परिथिले किंतु जेते बेले प्रभु को निकट को आसथिले प्रभु को निकट रे समर्पित होइतिली प्रभु संपूर्ण भाव रे जीवन को बदली देले प्रेज द लॉर्ड हालेलुया हालेलुया सेतिबा प्रिय माने आमे कोन जो कोनोसी विषय हो मु कहवछि प्रभु को जनांत प्रभु को निकट रे प्रार्थना करंतु प्रभु को निकट रे समर्पित करंतु सेतिबा प्रभु मध्य कहंती पेतरो प्रेरित पत्रिका प्रेरित पेतरों को प्रभु लिखुवा पत्रिका ना बहुत प्रकार विषय में बहुत चिंतित हो आम तरबर होता परिस्थिति को देखी देखंतु प्रेरित पेतरों को प्रभु हालेलुया देखो प्रथम पेतरो पत्रिका लिखिथिबा प्रथम पत्रिका 7 पर्व देखु 5 पर्व 7 पद तुम माने समस्ते चिंतारे भार ताहांको उपरे पकाओ कारण से तुम मानक निमंते चिंता करती प्रेज द लॉर्ड हालेलुया हालेलुया तुम्हें माने समस्त चिंतार भार ताहांको उपरे पकाओ कारण से तुम मानक निमंते चिंता करती प्रेज द लॉर्ड कौन से चिंता ताहांकर जेते आम मानकर चिंता गुड़िक अच्छी मो निकट आसी मो उपरे पकई दियो मुथि मोर जीवन रे मु कार्य करी बोली प्रभु देखुचंती किंतु आमे कौन करूछु ना प्रभु तुम्हें सेमती रुह एते तुम रिस्क नेब नहीं जिते रिस्क ले आम नेबू हालेलुया आम प्रभु को दो नहीं हालेलुया हालेलुया प्रभुंकर वाक्य आम देखुछु आम मान प्रभु चिंता करुचंती किए
ସୃଷ୍ଟିକର୍ତ୍ତା ଉତ୍ତମ ରୂପେ କାର୍ଯ୍ୟ କରିବା ସେହି ପରମେଶ୍ୱର ଆମମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଆମେ ବହୁତ ପ୍ରକାର ଚିନ୍ତାରେ ଦୁଃସ୍ଥିତିରେ ଅବସ୍ଥାରେ ଅଛୁ ବୋଲି ସେ ଜାଣନ୍ତି, କିନ୍ତୁ ଆମେ ତାହାଙ୍କ ଉପରେ ଆମମାନଙ୍କ ଚିନ୍ତା ସବୁ ପକେଇ ଯାଇଥିବେ, ନିଶ୍ଚୟ ପ୍ରଭୁ ଆମମାନଙ୍କ ଜୀବନରେ କାର୍ଯ୍ୟ କରିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେମିତି ନ କରି ଆମେ ପ୍ରଭୁଙ୍କ ନିକଟକୁ ନ ଯାଏ, ଆମମାନଙ୍କ ଚିନ୍ତା ପ୍ରଭୁଙ୍କ ଉପରେ ନ ଦେଲେ ଆମେ ଯେତେ ଚିନ୍ତିତ ହେଇଥିବେ ସେତିକି ଆମେ ଦୁର୍ବଳ ହେଇଯାଇଥିବୁ। କିଏ ଆମମାନଙ୍କୁ ଭଲ କରିପାରିବେ ନାହିଁ। ପ୍ରଭୁ କହୁଛନ୍ତି ମୋର ପୁତ୍ର ମୋର ଯେ ମୋ ନିକଟକୁ ଆସିବେ ମୋତେ ଜଣେଇବେ, ମୁଁ କାର୍ଯ୍ୟ କରିବି। ପ୍ରଭୁ ଚିନ୍ତା କରୁଛନ୍ତି, ଦେଖୁଛନ୍ତି। ହାଲେଲୁୟା, ହାଲେଲୁୟା। ଆପଣମାନେ ଦେଖିଥିବେ ୱାର୍ଲଡ କ'ଣ WWF ମାନେ ରେଜଲିଂ ଗୋଟେ ଫାଇଟ୍। ସେ ଫାଇଟିଂରେ କ'ଣ ମାନେ ଦୁଇ ଜଣ ଯୁଦ୍ଧ କରନ୍ତି, ଫାଇଟ୍ କରିବେ। ଅନ୍ୟମାନେ ତା ଉପରେ ଫାଇଟ୍ କରିଥିବେ ବୋଲେ ବାହାରେ ଗୋଟେ ଜଣେ ଛିଡ଼ା ହେଇଥିବେ। ଯଦି ସେ ଅନ୍ୟ ଲୋକଙ୍କ ସହିତ ସେହି ଫାଇଟ୍ରେ ଯଦି ସେ ହରି ଯାଇଥିବା ପରିସ୍ଥିତିରେ ଥିବା ବେଲେ ବାହାରେ ଜଣେ ଥିବ ନା, ସେ ଜଣେ ଦେଖିଥିବେ କ'ଣ ମାନେ ତା ହାତ ମୋତେ ଦେଲେ ମୁଁ ରିଙ୍ଗରେ ଯାଇକି ସେ ତାକୁ ମୁଁ ବାଡ଼େଇ ଦେବି। ପ୍ରେଜ୍ ଦ ଲର୍ଡ। ସେ ହାତ ଦେବେ, କିନ୍ତୁ ସେ କ'ଣ କରିବାର ଅଛି, ଏ ନିଜ ଯାଇକି ତାଙ୍କୁ ଫାଇଟ୍ କଲେ ସେଇଟା ଭୁଲ ହେଇଯିବ। ହାଲେଲୁୟା। ସେଥିପାଇଁ ଏ ବାହାରେ ଛିଡ଼ା ହେଇ ଦେଖିଥିବେ, ଯଦି ତାଙ୍କ ହାତ ମୋତେ ଦେଇଥିବେ ମୁଁ ଯାଇକି ତାଙ୍କୁ ମାରିଦେବା। କୌଣସି ଯଦି ଯାଇକି ତାଙ୍କ ହାତ ଛୁଇଁବେ ମାନେ ସେ ସାଙ୍ଗେ ସାଙ୍ଗେ ରିଙ୍ଗ ଭିତରକୁ ପଳାଇ ଆସିବ। ସେ ଯେଉଁ ତାଙ୍କ ବିରୁଦ୍ଧରେ ଫାଇଟ୍ କରି ତାଙ୍କୁ ମାରି ଦେଉଛନ୍ତି ସେ ଲୋକଙ୍କୁ ଏ ନିଜ ଯାଇକି ପୁରା ହାଲେଲୁୟା ଛତୁ କରିଦେବେ। ହାଲେଲୁୟା, ହାଲେଲୁୟା। କିନ୍ତୁ ହାତ ଦେବାର ଅଛି। ଠିକ୍ ସେହି ପ୍ରକାରେ ପ୍ରଭୁ ମଧ୍ୟ ଶତ୍ରୁ ଆମମାନଙ୍କୁ ସେମିତି କରିଦେଉଛି। ଶତ୍ରୁ ସୈତାନ ଆମମାନଙ୍କ ଜୀବନକୁ ସେମିତି ନଷ୍ଟ କରିଦେଉଛି। ସେହି ସମୟରେ ଆମେ କ'ଣ କରିପାରୁଛୁ ମାନେ ପ୍ରଭୁଙ୍କୁ ହାତ ଦେବାର ଅଛି। ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କୁ ହାତ ଦେଲେ ପ୍ରଭୁ କ'ଣ କରିବେ, ଆମମାନଙ୍କ ଜୀବନରେ ପ୍ରଭୁ ଯାହା ହେଲେ ଯେଉଁ ପ୍ରକାର ପରିସ୍ଥିତି ହେଲେ ଉତ୍ତମ ରୂପେ ପ୍ରଭୁ କାର୍ଯ୍ୟ କରିବେ। ପ୍ରେଜ୍ ଦ ଲର୍ଡ। ସବୁ ପରିସ୍ଥିତିକୁ ପ୍ରଭୁ ବଦଳେଇ ଦେବେ। ଆମେ ପ୍ରାର୍ଥନା କରିବାର ଅଛି, ପ୍ରଭୁଙ୍କ ହାତକୁ ସମର୍ପିତ କରିବା ଆମମାନଙ୍କ ଚିନ୍ତା ସବୁ। ଆମେ ଚିନ୍ତା କଲେ କିଛି ଲାଭ ନାହିଁ। ବାକ୍ୟରେ ଲେଖା ଅଛି ଆପଣମାନେ ଯେତେ ଚିନ୍ତା କଲେ, ଦେଖନ୍ତୁ ସେ ବିଷୟ କେମିତି ଅଛି, ଚିନ୍ତିତ କଲେ କ'ଣ ହେବ ବୋଲି ବାକ୍ୟରେ ଦେଖନ୍ତୁ। ମାଥ୍ୟୁ ଲିଖିତ ସୁସମାଚାର 4 ପର୍ବ। ହାଲେଲୁୟା, ହାଲେଲୁୟା। 27 ପଦ ପଠନ କରନ୍ତୁ। ମାଥ୍ୟୁ ଲିଖିତ ସୁସମାଚାର 4 ପର୍ବ 27। ପୁଣି ତୁମମାନଙ୍କ ମଧ୍ୟରେ କେହି ଚିନ୍ତା କରି କରି ଆପଣ ଆୟୁଦଣ୍ଡ ବୃଦ୍ଧ କରିପାରେ। ହାଲେଲୁୟା। ଯଦି ତୁମମାନଙ୍କ ମଧ୍ୟରେ କିଏ ହେଲେ ଚିନ୍ତା କରି କରି କ'ଣ କିଛି ଟିକେ କ'ଣ ଲେଖା ହେଇଛି ସେଠି, ଆୟୁଦଣ୍ଡ ନା। ହାଲେଲୁୟା। ପୁଣି ତୁମମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଦଣ୍ଡେ ବୃଦ୍ଧି କରିପାରେ। ଆୟୁଦଣ୍ଡେ ମାନେ ଏଇଟା। ହାଲେଲୁୟା।
ଏଇଟା ବହୁତ ଛୋଟରେ ଥିବେ ଆମେ ମାନେ ବହୁତ ଚିନ୍ତା କଲେ କ'ଣ ଏଇଟା ବୃଦ୍ଧି ହେଇଯିବ କରିପାରିବା ଆମେ ମାନେ ଚିନ୍ତା କରି ହାଲେଲୁୟା ହାଲେଲୁୟା ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଭୁଙ୍କ ନିକଟକୁ ସମର୍ପିତ ହେଲେ ପ୍ରଭୁ ହେଲେ କ'ଣ କିଛି କରିପାରିବେ ପ୍ରାଇଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ସେଥିପାଇଁ ପ୍ରିୟମାନେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଚେତନା ଦେଉଅଛି ଆମମାନଙ୍କ ଜୀବନରେ ଯାହା ହେଲେ ମଧ୍ୟ ଠିକ୍ ହେବାକୁ ହେଲେ ଗୋଟେ ମାର୍ଗ ଗୋଟେ ପଥ କ'ଣ ମାନେ ଯେଉଁ ସୃଷ୍ଟିକର୍ତ୍ତା ପରମେଶ୍ୱର ମାନଙ୍କୁ ସୃଷ୍ଟି କଲେ ଯେଉଁ ସୃଷ୍ଟିକର୍ତ୍ତା ପରମେଶ୍ୱର ଆମମାନଙ୍କ ପାଇଁ କାଲବରୀ କ୍ରୁସରେ ରକ୍ତ ଝରାଇଲେ ସେହି ପ୍ରଭୁଙ୍କ ନିକଟରେ ଆମମାନଙ୍କ ଜୀବନକୁ ସମର୍ପିତ କରିଥିବେ ସେ ଯାହା ହେଲେ କରିପାରିବେ ହାଲେଲୁୟା ଯାହା ସହିତ ହେଲେ ସେ କଥା କହିବେ ଆମମାନଙ୍କୁ ଯେଉଁ ଯେଉଁ ବିଶ୍ୱ ମାନଙ୍କୁ ନଷ୍ଟ କରୁଅଛି ଆମମାନଙ୍କୁ ମାରିବା ପାଇଁ ସେ ରୂପେ ମୃତ ଅବସ୍ଥାକୁ କଡ଼ାଇ ନେଉଛି ସବୁ ପରିସ୍ଥିତିକୁ ପ୍ରଭୁ କ'ଣ କରନ୍ତି ଚୁପ୍ କରିଦେବେ ଗୋଟେ ଧମକ ପ୍ରଭୁ ଦେଲେ ମାନେ ଆଉ କିଛି ଆମମାନଙ୍କ ପାଖକୁ ଆସିପାରିବେ ନାହିଁ ହାଲେଲୁୟା ହାଲେଲୁୟା ସେଥିପାଇଁ ଭାଗ୍ୟରେ ଓଡ଼ିଆରେ ଲେଖା ହେଇଛି ସେ ସମସ୍ତ କର୍ମ ଉତ୍ତମ ରୂପେ କରନ୍ତି ପ୍ରାଇଜ୍ ଦ ଲର୍ଡ ଆମମାନଙ୍କ ଜୀବନକୁ ମଧ୍ୟ ପ୍ରଭୁ ଠିକ୍ ସେଇ ପ୍ରକାର ଉତ୍ତମ ରୂପେ ଅନେକ ଲୋକଙ୍କର ଆଶୀର୍ବାଦ ରୂପେ କରିବେ କିନ୍ତୁ ଆମେ କ'ଣ କରିବାର ଅଛି ଏଇଟା ଗୋଟେ ଦିନ ରହିଯିବ ନାହିଁ ଆମେ ଭାବିବେ ଗୋଟେ ଦିନ ରହିଯିବ ନା ଯେଉଁଟା ଗୋଟେ ଦିନରେ ହବ ଯେଉଁଟା ବର୍ଷ ଦିନ ହେଇପାରିବ ବର୍ଷ ହାଲେଲୁୟା ଗୋଟେ ବର୍ଷ ହେଇପାରିବେ ହାଲେଲୁୟା ଏ ନିର୍ଜନ ଶୂନ୍ୟରେ ଥିବା ସୃଷ୍ଟିକୁ ପ୍ରଭୁ ନୂଆ ସୃଷ୍ଟି କରିବାକୁ ହଜାର ହଜାର ବର୍ଷ ହେଲା ଗୋଟେ ଦିନର ହେଇଗଲା ନାହିଁ ସେଇଟା ସେମିତି ନୂଆ ସୃଷ୍ଟି ହେବା ପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ବ୍ୟାପ୍ତି ହେଇଥିଲା କେତେକ ହଜାର ବର୍ଷ ହେଲା ପରେ ନୂଆ ସୃଷ୍ଟି ହେଲା ସେହି ସମୟ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବାର ଅଛି ହାଲେଲୁୟା ହାଲେଲୁୟା ଆମେନ୍ ଆଜି ପ୍ରାର୍ଥନା କଲେ କାଲି ହେଇଯିବାର ଅଛି ନହେଲେ ଆଜି ହେଇଯିବାର ଅଛି ନା ସେମିତି ହବ ନାହିଁ ପ୍ରଭୁଙ୍କର ଇଚ୍ଛା ହେଲେ ଆଜି ହେଇଯିବ ଆଉ କେତେ ବର୍ଷ ହେବାକୁ ପ୍ରଭୁଙ୍କର ଅନୁଗ୍ରହ ହେଲେ ସେହି ସମୟରେ ହିଁ ହବ କିନ୍ତୁ ଆମ୍ଭେମାନେ ତାହାଙ୍କୁ ସମର୍ପିତ ହେବାର ଅଛି ପ୍ରଭୁଙ୍କର ସମୟରେ ପ୍ରଭୁ କରିବେ ଆମମାନଙ୍କ ସମୟରେ ପ୍ରଭୁ କରିବେ ନାହିଁ ହାଲେଲୁୟା 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 ନା ଅବ୍ରାହମକୁ ପ୍ରଭୁ 65 ବର୍ଷରେ ପ୍ରଭୁ ତାଙ୍କୁ ଡାକିଲେ ମୁଁ ସନ୍ତାନ ଦେବି ବୋଲି କେତେ ସମୟରେ ଦେଲେ 100 ବର୍ଷ ବୟସ୍କରେ ପ୍ରଭୁ ତାଙ୍କୁ ସନ୍ତାନ ଦେଲେ 25 ବର୍ଷ ଅପେକ୍ଷା କଲେ ବାକ୍ୟରେ ଲେଖା ହେଇଛି ପ୍ରଭୁ ତାହାଙ୍କ ଅନୁଗ୍ରହ କାଳରେ ତାଙ୍କୁ ଦର୍ଶନ ଦେଲେ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଆମେନ୍ ଅପେକ୍ଷା କଲେ ପ୍ରଭୁଙ୍କ ନିକଟରେ ଆମମାନଙ୍କ ଜୀବନକୁ ସମର୍ପିତ କଲେ ପ୍ରଭୁ ତାହାଙ୍କ ସମୟରେ କରିବେ ଆମମାନଙ୍କ ସମୟରେ କରିବେ ନାହିଁ ତାହାଙ୍କ ସମୟରେ ପ୍ରଭୁ କଲେ ସେଇଟା ଠିକ୍ ପ୍ରକାର ହେବ ପ୍ରେଜ୍ ଦ ଲର୍ଡ ସେ ନିର୍ଜନ ଶୂନ୍ୟରେ ଥିବା ସୃଷ୍ଟିକି ମଧ୍ୟ ପ୍ରଭୁ ତାହାଙ୍କ ସମୟରେ ନୂଆ ସୃଷ୍ଟି କଲେ ହାଲେଲୁୟା ସେହି ସମୟ ପର୍ଯ୍ୟନ୍ତ ଆତ୍ମା ସେହି ସୃଷ୍ଟି ପୃଥିବୀ ଉପରେ ବ୍ୟାପ୍ତି ହେଇଥିଲା ସେ ସମୟ ପର୍ଯ୍ୟନ୍ତ ସେ ପୃଥିବୀ କୋଉଠି ଥିଲେ ପବିତ୍ର ଆତ୍ମାଙ୍କ ତଳେ ଆମେ ମଧ୍ୟ ପବିତ୍ର ଆତ୍ମାଙ୍କ ତଳେ ରହିବାର ଅଛି ଆତ୍ମାରେ ପରିପୂର୍ଣ୍ଣ ହୋଇ ପ୍ରଭୁଙ୍କ ନିକଟରେ ରହିବାର ଅଛି ପ୍ରଭୁଙ୍କର କାର୍ଯ୍ୟ ପାଇଁ ଅପେକ୍ଷା କରିବାର ଅଛି ପ୍ରଭୁ ତାଙ୍କ ସମୟରେ ଉତ୍ତମ ରୂପେ କର୍ମ କରିବେ ହାଲେଲୁୟା ହାଲେଲୁୟା କାରଣ ସେ ସୃଷ୍ଟିକର୍ତ୍ତା ଉତ୍ତମ ରୂପେ କର୍ମ କରିବା ପରମେଶ୍ୱର କିନ୍ତୁ ଆମେ କ'ଣ କରିବାର ଅଛି ତାହାଙ୍କ ନିକଟରେ ସମର୍ପିତ ହେବାର ଅଛି ଆମେନ୍ ତାହାଙ୍କ ସମୟ ପାଇଁ ଅପେକ୍ଷା କରି ତାହାଙ୍କ ନିକଟରେ
ପ୍ରାର୍ଥନା ଓ ସହଭାଗିତାରେ ରହିବାର ଅଛି। ସେ ରୂପେ ପ୍ରଭୁ ଆମମାନଙ୍କ ଜୀବନରେ କାର୍ଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା।